ଜଗନ୍ନାଥଙ୍କ ଉପରେ କି ଅମକ ଉପରେ କ'ଣ ଗୋଟା କହିବେ ଆମର ସବୁ ଇଏ କରୁଛୁ ତେଣୁ ଏ ରେଫରେନ୍ସ ବହି ଦେଖିଦେଲୁ ହଁ ଠିକ୍ ଅଛି ଖଣ୍ଡବାଡ଼ି ଚାଲି ତେଣୁ ଏ ଲାଇବ୍ରେରୀଟି କରିଛୁ। ଆଉ ଏଠି ମୋର ବର୍ତ୍ତମାନ ରିଟାୟାର୍ଡ଼ ହେଲେଣି 11 ମସିହାରୁ। ତେଣୁ ହେଲା ପରେ ମୋର ଦୁଇଟି ଜିନିଷ ସେ ଗୋଟେ ହେଉଛି ଯେ ଗାଲେରେ ପାଉଡ଼ର ମାରି ହେବା ବା ଅଭିନୟ କରିବା ଆଉ ଗୋଟେ ହେଉଛି ଡେଲି କଲମ ହେଇ ଦେଖନ୍ତୁ ମୋର ଅଧେ ହେଉଛି ମୋ ସେଜେରୀ ଇଏ ମୋ ସ୍ତ୍ରୀ ସେଠି ଯୁଆଡ଼େ ଦେଖିବୁ ସାଡ଼େ ଏଇ ଲେଖା ଚାଲିଛି ବର୍ତ୍ତମାନ ତାଙ୍କ ଉପରେ। ଦେଖନ୍ତୁ ଓଡ଼ିଶାର ସ୍ୱାଧୀନତା ସଂଗ୍ରାମୀ ଏଇଟା ସରିଗଲାଣି ପ୍ରାୟ। ଆଉ ଗୋଟେ ଅଛି ଭାରତର 100 ଶକ୍ତି ତାକୁ ରଖି ସେ ଅଦା ହେଇଯାଇଛି। ଆଉ ଏଠି ଏତେ ସବୁ ସାର୍ଟିଫିକେଟ୍ ପରେ ଏଇଠି ଗୋଟା ବହି ବନ୍ଦେଇ ଦେଇଛି। ମୁଁ କହିଲି ଏଇଠି ଗୋଟାଏ ଜାଗା ରହିଯା ମୋ ପୁଅ କିମ୍ବା ସ୍ତ୍ରୀ କି କିଏ କେହି ସାହିତ୍ୟର କେହି ଧାର ଧାରନ୍ତିନି ଏଠି କେହି ଆସନ୍ତିନି ଖବରକାଗଜ ଆସିଲେ ବି ତାକୁ ବି ପଢ଼ା ହୁଏନି ଥୁଆ ହେଇଥାଏ। ତେଣୁ କାହାକୁ କହିବାନି ଅକେଲା ଚଲ ଜାଣିଛି ଆଉ କିଛି 2-4 ବର୍ଷ ବଞ୍ଚିବି। ତେଣୁ ଗ୍ରନ୍ଥାବଳୀ 2ଟି କରିଦେଲା ପରେ ଶିଶୁ ଚଳଚ୍ଚିତ୍ର ଗ୍ରନ୍ଥାବଳୀ ବାସ୍ ମୋର MN ଲାଇଫ୍ ସରିଗଲା। ସେଣିକି ଖୁସି ଅଛି ଆମର ଯେଉଁ ଅବସ୍ଥା ଖାଇବାକୁ ପାଉନଥିଲି ପିନ୍ଧିବାକୁ ପାଉନଥିଲି 60 ଟଙ୍କା 2 ଟଙ୍କାରେ ଦିନକୁ ଚଳୁଥିଲି ମୁଁ ସେଇ ଲୋକ ଆଜି ଭଗବାନ ମୋତେ ଦେଇଛନ୍ତି। ତେଣୁ ଅର୍ଥ ଚିନ୍ତା ମୋ କତିରେ ନାହିଁ। ତେଣୁ ବର୍ତ୍ତମାନ ହେଇଥିଲା ମୋର ଗୋଟେ ଭଜନ ଆରେ କାଳିଆ ଦୁଃଖୀ ଧନ ଆରେ କାଳିଆ ସାହିତ୍ୟ ରଖିଛି ସରଳ ବଣୀରେ ମହାତୁରୁ ଖାଇଯା ଗାଇଛନ୍ତି ଶ୍ରୀଚରଣ ମହାନ୍ତି। ଆଉ ଗୋଟେ ରବୀନ୍ଦ୍ର ମହାପାତ୍ର ଗାଇଛନ୍ତି। ତେଣୁ ସେଇ ଗୀତ ସେଗୁଡ଼ା ସବୁ ମୁଁ ଦେଖୁଥିଲି ମୋ 10ମ ଶ୍ରେଣୀ ଆଉ 11 ଶ୍ରେଣୀର ମୋ ସେଥିରେ ଡେଟ୍ ପଡ଼ିଛି। ବୋଲେ ଏଇ ଗୀତ ମୁଁ ରେଡ଼ିଓକୁ ପଠାଇଥିଲି ପଇସା ନେଲେନି ବୋଲି ମୋର ସବୁ ଫେରେଇଦେଲେ। ଖୁବ୍ ସୁନ୍ଦର ହେଇଛି ତାର ହେଇଗଲାଣି 50,000 ହେଇଗଲାଣି ରବି ମହାପାତ୍ର ଆଙ୍କର ହେଇଗଲାଣି 30,000 ଇଏ। ତେଣୁ ମୁଁ କହିଲି ଛାଡ଼ ଯାଇଛି ଯେଉଁ ସୁଯୋଗ ଯାଇଛି ଏବେ ଯେତିକି ଦିନ ବଞ୍ଚି ତେଣୁ ପେନ୍ସନ୍ ଅଣା ମିଳୁଛି। ଗ୍ରନ୍ଥାବଳୀ ପରେ ସେଇ ମଝିରେ ମଝିରେ ଗୋଟେ ଗୋଟେ କରୁଛି ନିଜ ଲେଖାକୁ ନିଜ ନାଟକ ନିଜ ଗୀତ ଏପର୍ଯ୍ୟନ୍ତ ଥିବି ଚଲେଇଥିବି। କାହିଁକିନା ଯେତେବେଳେ ଲକ୍ଷ୍ମୀ ମୋ କତିରେ ନଥିଲେ ସରସ୍ୱତୀ ଥିଲେ ସରସ୍ୱତୀ ଲକ୍ଷ୍ମୀ 2 ଜଣ ଯାକ ଅଛନ୍ତି। ତାଦ୍ୱାରା ଇନଡାଇରେକ୍ଟଲି ମୁଁ କିଛି ସମାଜସେବା ନେଇ ଲେଖା ମାଧ୍ୟମରେ କରିବି। ମୁଁ ଫିଜିକାଲି ବା ଆର୍ଥିକ ଦୃଷ୍ଟିରୁ ଲୋକ ଛିଡ଼ା ହେଇଥିଲେ ଅନେକ ଥାଆନ୍ତି ଭିକାରୁଣୀ ଭିକ ମାଗୁଛି ସେଠି ଛିଡ଼ା ହେଇଥିବ ସେ ଅନେଇବେ କିଏ ଲୋକ ଅଛନ୍ତି ଯଦି ଲୋକ ଥିବେ ତାହେଲେ ଦେବେ ନହେଲେ ନାହିଁ କହିବେ ଯା ପଳା। ମୁଁ ସେଇଆ ନୁହେଁ ମୁଁ ଅନୁଭବ କରିବି ଏ ଲୋକଟାକୁ ମୁଁ ଦିଏ। ଆଉ ତେଣୁ ଆପଣମାନେ ଆସୁଛନ୍ତି ବହୁତ ଖୁସି ଆପଣ ଇଏ